टाइम पड़ला पकड़ दे ଅଗୁରା ହୋଟେଲ ଅଗୁରା ଗୋଟେ ଗୁଟେ ଯାଇ 25 ଲକ୍ଷ କିଣିଥିଲା ଏଇ 11 ବର୍ଷ କିଣିଥିଲା 60 ଲକ୍ଷ ଏବେ 10 ଲକ୍ଷ କିଣିଥିଲା ସେ ଭାଇ କେତେବେଳେ ରାସ୍ତାରେ ପଳେଇବ କହିଲେ ଯଦି ରାସ୍ତା ଆଉ ସେ ରାସ୍ତାରେ ପଳେଇବ ସେଇଟା ନିଆଁକେ ନିଏ ନିଆଁ ପଇସା ପଡ଼ୁଛି ନିଆଁ ତ ନେଉଛନ୍ତି ଯେଉଁମାନେ ଆସୁଛନ୍ତି ରହିଯାଉଛନ୍ତି ଅଲଗା ଲୋକଙ୍କର କେମିତି ଅଛି କୋଉ କାହାର ଆସିଲା ଆମର ଲକଡାଉନ ଭିତରେ ବି ବେଙ୍ଗୁଲାର ଆସିଲା ନାଇଁ ଲକଡାଉନ ନା ତୁ ଜାଣିନି ମୁଁ ଜାଣିଛି ସେ କାହାକୁ ଦେଇଥିଲା ମୁଁ ଜାଣିନି କାହାକୁ ଦେଇଥିଲା ହେମାକୁ ଦେଇଥିଲା ହେମା ଦେଲା ଯେତେବେଳେ ମତେ ନିଜେ ଗଲା ଏବେ ଆସିଲା ଚିନ୍ତା କର ମୋର ଆସି 12 ବର୍ଷ ହେଇଗଲା ବାହାଘର ସ୍ତ୍ରୀ ପୁଅର ନା କେବେ କାରଣ ତୁ ଯଦି ଗୋଟେ ଚଢ଼େଇ ଦେଇକି ପଳେଇ ଆସିବୁ ହେମା ଦେ ଏମଆଇ କି ଦେ ଯଦି ଗୋଟେ ଚଢ଼େଇ ଦେଇକି ପଳେଇ ଆସିବୁ ଟୋଟାଲ କହୁଛି ମୁଁ କରେଇ ଦେବିନି ତୋର କରେଇ ଦେଇନି କି ଦେବିନି ଏମଆଇ କଣ କରିବ ନାଇଁ ଏମଆଇ ବ୍ଲକ ଏମଆଇ କହୁଛି କରେଇ ଦେଇନି କି କରେଇ ଦେବିନି ମାନେ କଣ ହଉନି ମୁଁ ଶତ୍ରୁ ନା କଣ ଯେତେବେଳେ ହଉଥିଲା ବା ମତେ ପଠେଇଥିଲେ ନା ମୁଁ ଯାଇଥିଲି କରେଇ ଦେବିନି ସେତେବେଳେ ହଉନଥିଲା ବୋଲି ତୁ ଯେତେବେଳେ କହିଲୁ ନା ହଉଛି ମୁଁ ତତେ ପଠେଇଲି ଲକଡାଉନ ପୂର୍ବରୁ ମୁଁ ତତେ ପଠେଇଲି ତୁ ଯା ଏମଆଇ ସହିତ କଥା ପ୍ରକୃତ ଜିନିଷ ବି ଜାଣିବୁ ଏମଆଇ ଯେତେବେଳେ ଫେରିଲା କେତେ ମାସ ହେଲାଣି ତମେ କହିଲ 12 ବର୍ଷ ହେଲାଣି ମୋ ବାହାଘର ହେଲାଣି ମୋ ସ୍ତ୍ରୀ ପୁଅ ଏକୁଟିଆ ବହୁତ ଲୋକଙ୍କର ନୂଆ ଘର ବହୁତ ଲୋକ ନନା ହେଇଛି ନୂଆ ଘର ଲକଡାଉନ ପରେ ହଁ ଲକଡାଉନ ପରେ ନୁହଁ ଲକଡାଉନ ପୂର୍ବରୁ ଗୋଟାଏ ତୁ ଜାଣିଛୁ ସେ ଗୋଟେ ମୋର ପୁଣି ପୁରିବା କଥା ନୁହେଁ ମୁଁ ଯଦି ତମ ନିଜ ଲୋକ ହେଇକି ତମେ ଯଦି ମୋର ଟୋଟାଲି ଜାଣୁ ତ ଏବେ ବ୍ଲକ ବାଲା ଜାଣି ନିଜ ପୁରୀ ଇଏ ଜାଣିଛନ୍ତି ଗୋଟେ ଯୋଉ ମନ୍ଦା କାର୍ଡ ଇଏ ଲିଷ୍ଟ କାହା ରହିଲା ଡିଲର ପାଖରେ ଗୋଟା କାର୍ଡ ଧରନ୍ତୁ ବାହାରିଲା ସିଙ୍ଗିଲ କାର୍ଡ ଶୁଣୁ ସିଙ୍ଗିଲ କାର୍ଡ ମରିଗଲା ସିଙ୍ଗିଲ କାର୍ଡ ମରିଗଲା ସେଇଟା ଜାଣିଲା କିଏ ଡିଲର ଜାଣିଲା ଏଇ ଯୋଉ କାର୍ଡଟାକୁ ସେ ଗୋଟାଏ ଦି ତିନିଟା ଖଣ୍ଡେ ଗୋଟାଏ ଜଣ ଦି ତିନିଟା ଖଣ୍ଡେ ସେ ତାକୁ ସେଠି ଆଡଜଷ୍ଟ କରିଦେଇଛି ସିଏ ପୁଣି ବ୍ଲକରେ ଗଣ୍ଡଗୋଳ ତଥାପି ମୁଁ କହିଲି କିଏ ପଇସା ନେଉଛି 500 200 ଯାହା ନେଉଛି ତୁ ତ କହୁଛୁ ତା ଦେହରେ ବି ତୁ ତ ହେମା କଥା କହୁଛୁ ହେମା ତ ଆଣିଥିଲା ରାଜିଆ ଯୋଉ ସୀମା ତାକୁ ପଇସା 1000 ଟଙ୍କା ଦେଇକି ଆସିଥିଲା କାହିଁ କରିଥାନ୍ତା କିଏ ରହିଛି ଆମର ସ୍କୁଲ ପାଖରେ ତାକୁ ନେଇକି ପଇସା ଦେଲା କାହିଁ ଦେଲା ଏତେ କାଢୁଆ ଏ ଯୋଉ ମଲା କାର୍ଡ ଗୋଟା ମରିଗଲେ ତା ଭିତରେ ସେ ଲିଷ୍ଟ ତା ପାଖରେ ରହିଲା ସେଇଟା କେହି ଜାଣିପାରିଲାନି କେବଳ ହେମା ଜାଣିବ ଇଏ ମଲା ସିଙ୍ଗିଲ କାର୍ଡ କୋଉ କାର୍ଡ କେତେ ଜଣ ଅଛନ୍ତି ସେଇଟା କିଏ ଜାଣିବ ଡିଲର ଜାଣିବ
ସେ ଗୋଟାକୁ ଗୋଟା ଯେଉଁ ବିଭିନ୍ନ କାର୍ଡ଼ ବାହାର ଅଛି ସେଇଥିରେ ସିଏ ଆଡ଼ଜଷ୍ଟ କରିଦେଇଛି ପୁଣି ବ୍ଲକ ବାହାର ହେଲା ଇଏ କ'ଣ କହିବେ ବୁଝିପାରୁନୁ ଆଡ଼ ହେଇଗଲା ବା କାର୍ଡ଼ଟା ତାର କାର୍ଡ଼ ହେଇଗଲା ଆମର 500 ଲୋକଙ୍କର ବ୍ଲକରେ ହଉନି ତ ମୁଁ ଦେଖିକି କେମିତି ହବ ଯାହା ହବ ହବ ଆଉ ଆଉ ଇଏ ନାହିଁ ଆଉ କ'ଣ 12 ବର୍ଷ ହେଲାଣି ଆଉ କେତେ ଅପେକ୍ଷା କରିବି ମୋର କ'ଣ କିଛି ଅଧିକାର ନାହିଁ ନା କ'ଣ ମୁଁ 500 ଲୋକ ବା ତୁ କହିବୁ ଏକା ହଉ ଠିକ୍ ଅଛି ଦେଖିବା ନା ଭିଡ଼ିଓ ବା ମାନେ ସାର୍ଟିଫିକେଟ୍ ନେଇକି ଦେଲି ଯେଉଁ ଗୋଟା ଇଏ ନେଇକି ଆପ୍ଲିକେସନ୍ ଦେଲି ଭିଡ଼ିଓ ସାଇନ୍ ମାରିଲା MI କି ଦେଲା MI ଏମ୍ ନେଇକି ତାକୁ ଚିରିକି ଫୋପାଡ଼ି ଦେଲା ରଷ୍ଟରେ କହିଲା କରେଇ ଦେଇକି ତୋର କରେଇ ଦେବି ମାନେ କ'ଣ ମୁଁ କ'ଣ ଶତ୍ରୁ କର ମୁଁ ବି ଆସିକି ସାଙ୍ଗେ ସାଙ୍ଗେ କହିଛି କେମିତି କାହାକୁ ନ ମାନିବ ମୁଁ ଦେଖିବି ଡାଇରେକ୍ଟ ଯିବି କଲେକ୍ଟର ପାଖକୁ କଲେକ୍ଟର ପାଖରେ ଇଏ କରିବି ମିଡ଼ିଆକୁ ଡାକିକି ପୁରା ହାଲା କରିବି ହଉ ଗୋଟେ ଗୋଟେ ପଞ୍ଚାୟତ ନା ବହୁ ବଦନାମ ଡାକି ପଚାରି 12 ବର୍ଷ ହେଲାଣି କେବେ ମୋ ସ୍ତ୍ରୀ ପୁଅ ଝିଅର ନାଁ କରିବି କେଉଁ ଦିନ ରାସନ କାର୍ଡ଼ ହେବ ନିଚନ୍ଦଗୁରି ବ୍ଲକର ମୁଁ କଥାବାର୍ତ୍ତା କରିବି ତାଙ୍କ ସାଙ୍ଗରେ ସବୁବେଳେ ଗୋଟେ ଆସି ବସିଛି କ'ଣ ଲୋକ କରିବାକୁ ସେମାନେ ଚେଷ୍ଟା କରିକି